ସେଇ ତ ଥିଲା ମୁଖ୍ୟ ପ୍ରସଙ୍ଗ। ଆଜି ଓଡ଼ିଶା କହୁଛନ୍ତି, ମୁଁ କହୁନାହିଁ, ଭତ୍ତା ହିତାଧିକାରୀ ମାନେ କହୁନାହାନ୍ତି, ଭତ୍ତା ସଂଘର୍ଷ ସମିତି କହୁନାହିଁ। ମୁଁ ପ୍ରଶ୍ନ ପଚାରୁଛି, ସମ୍ପତ୍ତି ତାଲିକାରେ ଚମ୍ପୁଆର ବିଧାୟକ ସନାତନ ମହାକୁଡ଼ ଦେଇଛନ୍ତି ମୋର 250 କୋଟି ଟଙ୍କା ସମ୍ପତ୍ତି, ଗାଡ଼ି ଘୋଡ଼ା ଗାଈ ଗୋଳା କେତେ ଅଛି। ଏ ସମ୍ପତ୍ତି ତାଲିକା ଗୁଡ଼ା ପଢ଼ିଲେ ଆପଣ ମୁଣ୍ଡ ଖରାପ ହେଇଯିବ। ସେ ବି ମାଗୁଛନ୍ତି 2.5 ଲକ୍ଷ ଟଙ୍କା ମୋତେ ଦିଅ, ମୁଁ ବୁଲିବି। କାହାକୁ ଦେବେ ସେ ପଇସା? ବହୁତ ବେପାରୀ ଅଛନ୍ତି, MLA 107 ଜଣ ବେପାର କରୁଛନ୍ତି। କାହାର ମଦ ଦୋକାନ, କାହାର ମାନେ କାହାର ବିଲ୍ଡର, କିଏ ହେଉଛି ରିଅଲ ଇଷ୍ଟେଟ୍ ବେପାର। ଏଇମାନେ ବେପାର କରିକି ଆଜି ଓଡ଼ିଶାର ଅର୍ଥନୀତିକୁ ଲୁଟିବାକୁ ଚାହୁଁଛନ୍ତି। ଏଇଟା ମୁଖ୍ୟ ପ୍ରସଙ୍ଗ ଥିଲା। କ'ଣ ପାଇଁ ବିଧାୟକ ମାନଙ୍କ ପ୍ରସଙ୍ଗ ଆଗେ ଉଠିଲା? କ'ଣ ପାଇଁ ସାମାଜିକ ସୁରକ୍ଷା ଉଠିଲା ନାହିଁ? କ'ଣ ପାଇଁ ଆଉଟସୋର୍ସିଂ ଉଠିଲା ନାହିଁ? କ'ଣ ପାଇଁ ଅଙ୍ଗନବାଡ଼ି ଉଠିଲା ନାହିଁ? କ'ଣ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ କଥା ଉଠିଲା ନାହିଁ? କ'ଣ ପାଇଁ ସମ୍ବିଧାନରେ ମଜୁରୀ ବୃଦ୍ଧି ଉଠିଲା ନାହିଁ? ଆଜି ଆର ବିରୁଦ୍ଧରେ ହବ। ବିଧାୟକ ମାନେ 2.5 ଲକ୍ଷ ଟଙ୍କା ଦାବି କରୁଥିଲା ବେଳେ ସାଧାରଣ ମଣିଷ 1000 ଟଙ୍କା 1200 ଟଙ୍କାରେ ଚଳିବ କେମିତି? ଆମେ ଲଜ୍ଜାବୋଧ କରୁଛୁ ଓଡ଼ିଶାର ଇତିହାସକୁ। ଓଡ଼ିଶାର ଏଇ ଦେଶ, ଏଇ ମାଟିର ମଣିଷ ଆମେ। ଗୋପବନ୍ଧୁ ମଧୁବାବୁ ଆଜି ବିର୍ସା ମୁଣ୍ଡାଙ୍କ ଭଳି ମହାନ ଯୋଦ୍ଧା ଏ ଦେଶରେ ବହୁ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ବଳି ଦେଇଛନ୍ତି। ଏଇଥିପାଇଁ ନୀଳକଣ୍ଠ ଦାସ ଆଜି ଦେଇଛନ୍ତି, ଏଇଥିପାଇଁ ଆଜି ଏଇଥିପାଇଁ ସାମ୍ନା କରାଯିବ। ସେଇ ପ୍ରଶ୍ନ ପଚାରିବେ, ଆମେ ଯଦି ପାଉଛୁ 1000, ତମେ କାହିଁ ପାଇବ 2.5 ଲକ୍ଷ? ଇଏ ସଂଘର୍ଷ ହବ। ଏଇ ସଂଘର୍ଷର ବେଳକୁ ରାଜ୍ୟ ସରକାର ପ୍ରଶାସନ ସାମ୍ନା କରିବାକୁ ପ୍ରସ୍ତୁତ ହୁଅନ୍ତୁ। ଯେ ପର୍ଯ୍ୟନ୍ତ 3000 ଟଙ୍କା ନ ଦେଇଛନ୍ତି ଏ ଲଢ଼େଇ ଦୁର୍ବଳ ହବ। ଏ ରକ୍ତାକ୍ତ ଆନ୍ଦୋଳନ କରିବାକୁ ବାଧ୍ୟ ହବୁ। ମୋର ଆଜି ଆପଣଙ୍କ ଟିଭି ମଧ୍ୟରେ ଓଡ଼ିଶାର ହିତାଧିକାରୀ ମାନଙ୍କୁ ନିବେଦନ, ଆହ୍ୱାନ ମଧ୍ୟ। ଫ୍ଲିପକାର୍ଟରେ ଏବେ ଅନେକ ଡିଜାଇନର ଶାଢ଼ୀ ମିଳୁଛି। ବିଭିନ୍ନ ନାମୀ ଦାମୀ କମ୍ପାନୀର ଶାଢ଼ୀ ଏବେ ଫ୍ଲିପକାର୍ଟରେ ଆଭେଲେବୁଲ୍। 200 ଟଙ୍କାରୁ ଆରମ୍ଭ କରି 2000 ଟଙ୍କା ଭିତରେ ଆପଣ ଭଲ ଶାଢ଼ୀ କିଣିପାରିବେ। ଡେରି ନକରି ଅର୍ଡ଼ର କରି ନିଅନ୍ତୁ ଆପଣଙ୍କ ମନପସନ୍ଦର ଶାଢ଼ୀ। କେବଳ ଫ୍ଲିପକାର୍ଟରେ ଏବେ ଉପଲବ୍ଧ। ତୁରନ୍ତ ଅର୍ଡ଼ର କରନ୍ତୁ, ଏହାର ଲାଭ ଉଠାନ୍ତୁ। ଏହିଭଳି ଅନଲାଇନ୍ ସପିଂ ପ୍ରଡ଼କ୍ଟ ଦେଖିବାକୁ ହେଲେ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ।